of oppression. Of oppression. Without fierce opposition, and we stand here today in defiance of their siege and destroy their symbols of oppression. Of oppression. समस्त को नमस्कार। ख्रीष्टर प्रिय भाई एवं भनी माने आज एक बहुत बड़ खबर नहीं कि मुझे आपण निमंते। तेबे खबरटी एहीपरी शैतान चर्च आरंभ हो गला। मोर प्रिय भाई भनी माने आउ एई वीडियो तैयारी करिवार मूल उद्देश्य होची जे आपण मानकु सतर्क करेवा, कारण आजिकाली भ्रांत शिक्षा प्रिय बंधुगण एमिति मात्रा बढ़िबार लगी। आपण टिके पूर्वर जो वीडियो क्लिप देखिले आपण जहाँ देखिले आपण बुझी पारुथिबे। तथापि आपण मानकु मु टिके बुझाई देबा पई चाहे। एठी जो आपण वीडियो क्लिप देखिले ये होची अमेरिकार गुटे चर्च। आउ एई चर्च रे माने वर्तमान ठारू शैतान ही उपासना कराहब, शैतान नारे प्रार्थना कराहब, आउ जहाँ किसी भी कराहब शैतान नारे कराहब। माने चर्च सेमती को सेमती अच्छे किंतु नाटा बदली जीव, माने प्रभु जीशुंकर चर्च नुहे, आउ ये होची शैतान चर्च। आउ देखंतु एठी केमिति आउ जने लेडीज कौन करुचे बाइबल को धरिकी से कौन करुचे फाड़ुचे। बाइबल पृष्ठा गुड़िक गुटे पर गुटे फाड़ी तले पकाउचे। आउ जो विश्वासी माने बसचंद नहीं कि से माने समस्त होचंती गुटे गुटे माने शैतान रो पुजारी माने। से माने बड़ आनंद करुचंती, से माने उपभोग करुचंती, आनंद करुचंती जे हाँ जहाँ होची सत होची ठीक होची। ସେମାନେ ପୁରା ଚିଲଉଛନ୍ତି, ପୁରା ଏନ୍ଜୟ କରୁଛନ୍ତି। ମାନେ ବାଇବଲ ଫଡ଼ା ହେଉଛି, ବାଇବଲକୁ ଚିରିକି ମାନେ ତଳେ ପକା ହେଉଛି ଗୋଟେ ପରେ ଗୋଟେ। ଆଉ କିନ୍ତୁ ସେଠାକାର ଯେଉଁ ବିଶ୍ୱାସୀମାନେ ଅଛନ୍ତି ନାହିଁ କି ସେମାନେ ସେଇ ଘଟଣାକୁ ଦେଖିକି ସେମାନେ ଉପଭୋଗ କରୁଛନ୍ତି, ସେମାନେ ଏନ୍ଜୟ କରୁଛନ୍ତି। ତେବେ ପ୍ରିୟ ଭାଇମାନେ ଏ ସମସ୍ତ विषय को देखिकी आपण कौन भावुंट, आपण कौन भावुंट मु तो जाने नहीं, किंतु मोर चिंताधारा टिके शुणु। आपण मोर चिंताधारा अनुसार यही समस्त विषय होची द्वितीय आगमनर संकेत प्रभु जीशुख्रीष्टर। प्रभु जीशुख्रीष्टर द्वितीय आगमन पूर्वर ए समस्त विषय घटिब माने अवश्य घटिब। तेबे प्रिय बंधुगण वर्तमान आपण देखंतु शैतान किपरि भाव में चर्च मानकर भी पशिगला। आजिकाली आपण को जगार मध्य आउ गोटे भल चर्च आपण देखिबे नहीं। भल चर्च कहिले केवल बिल्डिंग भल होइतिबो मा डिजाइन भल होइतिबो सेमिति नुहे। आपण देखिबे सही चर्च भितरे प्रकृत रे प्रभु जीशुख्रीष्टर उपासना होउछि ना नहीं। आपण जदि देखा चाहिए, आपण जदि स्टडी करंतु एमिति प्राय बहुत चर्च आपण पाइजिबे जो चर्च गुड़िकर जीशुंकर उपासना बिल्कुल होउनी। आ सेठाकार विश्वासी माने बिल्कुल आत्मिक नुहंते, से समस्त शारीरिक खाली ना को खाली चर्च जाउथबे। हाँ जदि को जगार
ଗୋଟେ ଗୋଟେ ଭଲ ଚର୍ଚ୍ଚ ଥିବ କହିଲେ ମାନେ ଯେଉଁଠି ସତ୍ୟରେ ଏବଂ ଆତ୍ମାରେ ଉପାସନା ହେଉଥିବ, ସେମିତି ବାଇଚାନ୍ସ କେତେବେଳେ କେମିତି ଆପଣ ଗୋଟେ ଚର୍ଚ୍ଚ ଆପଣ ପାଇବେ। କିନ୍ତୁ ପ୍ରାୟ ମୁଁ ମାନେ ମୋର ଅନୁଭବରୁ ମୁଁ କହୁଛି, ପ୍ରାୟ 99% 100%ରୁ 99% ଚର୍ଚ୍ଚ ଗୁଡ଼ିକ ଆପଣ ପାଇବେ, ସେ ଚର୍ଚ୍ଚ ଗୁଡ଼ିକରେ ମାନେ ପ୍ରଭୁ ଯୀଶୁଙ୍କର ଉପାସନା ହେଉନି। ଆଉ ଗୋଟେ ଗୋଟେ ଚର୍ଚ୍ଚରେ ଭ୍ରାନ୍ତ ଶିକ୍ଷା ଏମିତି ପଶିଗଲାଣି, ସେଠି ଭ୍ରାନ୍ତ ଶିକ୍ଷା ସବୁ ପ୍ରଦାନ କରାହେଉଛି। ଏହି ସମସ୍ତ ବିଷୟ ହେଉଛି କ'ଣ? ଶତ୍ରୁ ଶୈତାନର ମାନେ କାର୍ଯ୍ୟ। ବର୍ତ୍ତମାନ ହେଉଛି ଶେଷ ଦିନ ଚାଲିଛି। ଏ ଶେଷ ଦିନରେ ଶୟତାନ ତା'ର କାର୍ଯ୍ୟକୁ ଏମିତି ମାନେ ତୀବ୍ର ଭାବରେ ସେ କରୁଛି। ଆପଣ କ'ଣ ଭାବୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପ୍ରିୟ ବନ୍ଧୁଗଣ ବହୁତ ନିକଟତର ହେଲାଣି। ଆପଣ କେବେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ପଢ଼ିଥିବେ ଯେ ଲାଲି ବାଛୁରୀକୁ ବଳିଦାନ ଦିଆଯିବ କେଉଁଠି? ମାନେ ଜେରୁସାଲେମରେ, ମାନେ ଇସ୍ରାଏଲର ଜେରୁସାଲେମରେ ଲାଲି ବାଛୁରୀକୁ ବଳିଦାନ କରାଯିବ। ସେଥିପାଇଁ ଲେଖା ଅଛି, ପ୍ରଭୁ ଯୀଶୁ କହିଲେ, ତୁମେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ପୁସ୍ତକ ଅନୁସାରେ ତୁମେ ଯେତେବେଳେ ସେଇ ଘୂର୍ଣ୍ଣ୍ୟକାରୀ ଉଚ୍ଚନ ବସ୍ତୁକୁ ମାନେ ତୁମେ ପବିତ୍ର ସ୍ଥାନରେ ଥିବାର ତୁମେ ଦେଖିବ। ଆଉ ସେଇ ସମୟ କ'ଣ? ପାଠକେ ବୁଝନ୍ତୁ ବୋଲି ଲେଖା ଅଛି। ତେବେ ପାଠକେ ବୁଝନ୍ତୁ ମାନେ ଯେଉଁମାନେ ପଢ଼ିବେ, ଯେଉଁମାନେ ବାଇବେଲ ପଢ଼ିବେ, ସେମାନେ କେବଳ ବୁଝିପାରିବେ। ମାନେ ଏଇଟା ବେଶୀ ଦିନ ବି ନାହିଁ, ବେଶୀ ଦିନର ଘଟଣା ବି ନୁହେଁ। ଏଇଟା ପ୍ରାୟ ଅଳ୍ପ ଦିନ ହେଉଛି। ଲାଲି ବାଛୁରୀକୁ ପବିତ୍ର ସ୍ଥାନରେ ବଳିଦାନ କରାଗଲା। ତେବେ ପ୍ରିୟ ବନ୍ଧୁ କ'ଣ ଟିକେ ଦେଖନ୍ତୁ କେମିତି ଶେଷ ଦିନ କେମିତି ଆସିକି ପହଞ୍ଚିଲାଣି। ବର୍ତ୍ତମାନ ଚର୍ଚ୍ଚ ଗୁଡ଼ିକରେ ଏହିସବୁ କାର୍ଯ୍ୟ ସବୁ ଚାଲିଛି। ଆପଣ ପୂର୍ବରୁ ବି ଶୁଣିଥିବେ ଶୈତାନ ଚର୍ଚ୍ଚ। ଇଏ ମଧ୍ୟ ଗୋଟେ ପ୍ରକାର ଶୈତାନ ଚର୍ଚ୍ଚ। ଆଉ ଶୈତାନ ଚର୍ଚ୍ଚ ମାନଙ୍କରେ କେମିତି କ୍ରସ୍ ଗୁଡ଼ିକ ଉଲ୍ଟା ରଖା ହେଇଥାଏ, ଶୈତାନର ମୂର୍ତ୍ତି ରଖା ହେଇଥାଏ ତାକୁ ପୂଜା କରିବା ପାଇଁ, ତା'ର ଉପାସନା କରିବା ପାଇଁ। ଆଉ ଶୈତାନର ଉପାସକମାନେ ସେମାନେ କଳା କପଡ଼ା ପିନ୍ଧିକି ସେମାନେ ଶୈତାନ ଉଦ୍ଦେଶ୍ୟରେ ଗୀତ ଗାନ କରିଥାନ୍ତି। ଏହି ଚର୍ଚ୍ଚ ମଧ୍ୟ ସେମିତି ଏକ ଚର୍ଚ୍ଚ। ଏଠି କ'ଣ କରାହେଉଛି? ବାଇବେଲକୁ ଫଡ଼ା ହେଉଛି, ମାନେ ବାଇବେଲକୁ ଚିରା ହେଉଛି ସମସ୍ତଙ୍କ ସାମ୍ନାରେ। ଏଇଠୁ ଆପଣ ଟିକେ ଅନୁମାନ କରନ୍ତୁ। ତେବେ ପ୍ରିୟ ବନ୍ଧୁ କ'ଣ ଏହି ସନ୍ଦେଶକୁ ଅନ୍ୟମାନଙ୍କ ପାଖକୁ ପହଞ୍ଚାନ୍ତୁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କହିଥିଲେ ଯେ ଘଟିବ, ଏ ସମସ୍ତ ବିଷୟ ଘଟୁଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଅନେକ ଚିହ୍ନ ବିଷୟରେ କହିଥିଲେ, ଏହିସବୁ ଚିହ୍ନ ଗୁଡ଼ିକ ହେବ। ତେବେ ପ୍ରିୟ ବନ୍ଧୁ କ'ଣ ଏ ଭିଡ଼ିଓକୁ ଦେଖିକି ଆପଣ କ'ଣ ଭାବୁଛନ୍ତି? ଆପଣ ଯେଉଁ ଭିଡ଼ିଓ କ୍ଲିପ୍ ଦେଖିଲେ ଆପଣଙ୍କର ରିଆକ୍ସନ୍ ମୁଁ ଟିକେ ଦେଖିବା ପାଇଁ ଚାହୁଁଛି। ଆପଣ କମେଣ୍ଟ କରନ୍ତୁ ଆପଣଙ୍କର ଚିନ୍ତାଧାରା କ'ଣ। ଆପଣ ଆପଣଙ୍କର ରାୟ ଦିଅନ୍ତୁ। ପ୍ରକୃତରେ ଏଇଟା ଶେଷ ଦିନର ଚିହ୍ନ ନା ଏଇଟା ଆଉ କ'ଣ? ଆପଣ ନିଜର ରାୟ ଦେଇପାରିବେ। ତେବେ ପ୍ରିୟ ବନ୍ଧୁ କ'ଣ ଆଜି ପାଇଁ ଏତିକି। ଆଉ ଆଜି ଏଇଠାରେ ମୁଁ ବିଦାୟ ନେଉଛି। ଆଉ ଆପଣଙ୍କ ସହିତ ଦେଖା ହେବ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର।